जिल्लारे चाषीमानଙ୍କ समस्याକୁ ନେଇ ଚିନ୍ତା ପ୍ରକାଶ କରିଲେ ସନରାଜ ଗଣ୍ଡ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡିରେ ପଡ଼ି ରହିଛି, କାହିଁକି ଉଠି ପାରୁନି ଏହାର ଉତ୍ତର କାହା ପାଖରେ ମଧ୍ୟ ନାହିଁ। ଅନ୍ୟ ଜିଲ୍ଲାମାନଙ୍କରେ ପ୍ଲାଷ୍ଟିକ ବସ୍ତାରେ ମଧ୍ୟ ଧାନ କିଣା ଯାଉଛି, କିନ୍ତୁ ଆମ ନବରଙ୍ଗପୁର ଜିଲ୍ଲାରେ ଅଖା ବସ୍ତାରେ ଚାଷୀମାନଙ୍କୁ ଧାନ ଆଣିବା ପାଇଁ କୁହାଯାଉଛି। କଟନୀ ଛଟନୀ ନାହିଁ କହି ଚାଷୀମାନଙ୍କୁ 8 ରୁ 10 କିଲୋ ଧାନ କଟନୀ ଛଟନୀ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ଚାଷୀ ନେତା ସନରାଜ ଗଣ୍ଡ। ସରକାର ଯଥାଶୀଘ୍ର ଚାଷୀଙ୍କ ଅସୁବିଧା ନ ବୁଝିଲେ ଚାଷୀଙ୍କ ନ୍ୟାୟ ଦାବିରେ ରାଜରାସ୍ତାକୁ ଆସିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଧାନମଣ୍ଡି ବୁଲିବା ପରେ ଚାଷୀଙ୍କର ଯେଉଁ ଦୟନୀୟ ଅବସ୍ଥା ଆମେ ଦେଖିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମ ଜିଲ୍ଲାର ଅନ୍ନଦାତା ଆଜି ଧାନମଣ୍ଡିରେ ଶୋଉଛନ୍ତି, କିନ୍ତୁ ଏହି ଡବଲ ଇଞ୍ଜିନ ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଆଜି ମୁଁ ସରକାର ଏବଂ ଶାସନ କଳକୁ 4ଟି ପ୍ରଶ୍ନ ପଚାରୁଛି। ମଣ୍ଡିରେ କଟନୀ ଛଟନୀ ବାହାନା କରି କ୍ୱିଣ୍ଟାଲ ପିଛା 8 ରୁ 9 କେଜି ଧାନ କାଟୁଛନ୍ତି, ଆଉ ଚାଷୀଙ୍କୁ ଶୋଷଣ କରାଯାଉଛି। ଏହା କେଉଁ ନିୟମରେ ଲୁଟ ଚାଲିଛି? ଶାସନ କଳ କାହା ସ୍ୱାର୍ଥରେ ଚୁପ୍ ରହିଛି? ଚାଷୀଙ୍କ ପାଖରେ ଜମି ଅଛି, ଧାନ ଅଛି, କିନ୍ତୁ ପୁଞ୍ଜୀକୃତ ଜମି ତୁଳନାରେ ବହୁତ କମ୍ ପରିମାଣରେ ଟୋକେନ୍ ଆସିଛି, ତ ଅନେକ ଚାଷୀଙ୍କର ଆଜି ଟୋକେନ୍ ମଧ୍ୟ ଆସିନାହିଁ। ଚାଷୀ ବାକି ଧାନ କ'ଣ କରିବ? ଅଭାବ ବିକ୍ରି ପାଇଁ ସରକାର ବାଟ ଫିଟାଉଛନ୍ତି କି? ଅନ୍ୟ ଜିଲ୍ଲାରେ ପ୍ଲାଷ୍ଟିକ ବସ୍ତାରେ ଧାନ କିଣାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ କାହିଁକି ଚାଷୀଙ୍କୁ ଅଖା ବସ୍ତାରେ ଧାନ ଆଣିବା ପାଇଁ ବାଧ୍ୟ କରାଯାଉଛି? ଅଖା ବସ୍ତାରେ ଧାନ ନ ଆଣିଲେ ଧାନ କିଣାଯାଉ ନାହିଁ। ଏହା କ'ଣ ଚାଷୀଙ୍କୁ ହଇରାଣ କରିବାର ଏକ ନୂଆ ଉପାୟ କି? ଅନେକ ଦିନ ଧରି ଧାନ ମଣ୍ଡିରେ ଧାନ ପଡ଼ିକିରି ରହିଛି, କିନ୍ତୁ ଧାନ ଉଠୁନାହିଁ। ଶୀତ କାକରରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ତେଣୁ ସରକାରକୁ ଆମେ 24 ଘଣ୍ଟା ଭିତରେ ଧାନ ମଣ୍ଡିରୁ ଧାନ ଖାଲି କରିବା ପାଇଁ ଅନୁରୋଧ କରୁଛୁ। ଆଉ ଚାଷୀ ଯାହା ଯେଉଁ ଧାନ ଆଣିବେ ସେ ଧାନ 24 ଘଣ୍ଟା ଭିତରେ ଉଠାଇବା ପାଇଁ ସରକାରକୁ ଅନୁରୋଧ କରୁଛୁ। ଆଉ ସରକାରକୁ ଆମେ ଏହି ମିଡ଼ିଆ ମାଧ୍ୟମରେ ବିଜେପି ସରକାରଙ୍କୁ ଚେତାଇ ଦେବାକୁ ଚାହୁଁଛୁ, ଚାଷୀର ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ। ଯଦି ତୁରନ୍ତ ଏହି କଟନୀ ଛଟନୀ ବନ୍ଦ ନ ହୁଏ ଏବଂ ସମସ୍ତ ଧାନ 24 ଘଣ୍ଟା ଭିତରେ ନ ଉଠାଯାଏ, ତେବେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ଚାଷୀ ରାଜରାସ୍ତାକୁ ଓହ୍ଲାଇବ ଏବଂ ଶାସନ କଳକୁ ଉଚିତ ଜବାବ ଦେବ। उमरकोटରୁ ଅଭିଷେକ ବେହେରାଙ୍କ ସହ ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।